ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ବଡ଼ସାହି ଥାନା ଅଧୀନ ମାଙ୍କଡ଼ାପାଳ ଏବଂ କମଳାଶୋଳ ଅଞ୍ଚଳରେ ଚାଲିଥିବା ଚରାଦେଶୀ ମଦ କାରଖାନା ଉପରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମଗୁଡ଼ିକୁ ଜବତପୂର୍ବକ ନଷ୍ଟ କରାଯାଇଥିବା ନେଇ ଶନିବାର ଅପରାହ୍ନ 3ଟାରେ ସୂଚନା ଦେଲେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା। ସୂଚନା ମୁତାବକ ବଡ଼ସାହି ଥାନା ଅଞ୍ଚଳ ମାଙ୍କଡ଼ାପାଳ ଏବଂ କମଳାଶୋଳ ଇଲାକାରେ ଚରାଦେଶୀ ମଦ କାରଖାନା ଚାଲିଥିବା ବାବଦରେ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କଅଁରଙ୍କ ନିର୍ଦ୍ଦେଶ କ୍ରମେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ସଦଳବଳେ 2ଟି ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ମଦ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ରନ୍ଧାମଦ ଓ ମହୁଲପୋଚ ଜବତପୂର୍ବକ ନଷ୍ଟ କରାଯାଇଥିଲା। ମାଙ୍କଡ଼ାପାଳଠାରେ 5400 କିଲୋଗ୍ରାମ ଓଜନର ମହୁଲପୋଚ ଏବଂ ଚୋରାଚାଲାଣ ନିମନ୍ତେ ପ୍ରସ୍ତୁତ କରି ରଖାଯାଇଥିବା 430 ଲିଟର ରନ୍ଧାମଦ ଜବତପୂର୍ବକ ନଷ୍ଟ କରାଯାଇଥିଲା। ସେହିଭଳି କମଳାଶୋଳଠାରେ ମଧ୍ୟ ଅତର୍କିତ ଚଢ଼ାଉ କରାଯାଇ ମଦ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରେ ସକ୍ଷମ ହୋଇଥିଲା ବେଳେ ସେଠାରେ ମଧ୍ୟ 5700 କିଲୋଗ୍ରାମ ଓଜନର ମହୁଲପୋଚ ଏବଂ ଚୋରା କାରବାର ନିମନ୍ତେ ପ୍ରସ୍ତୁତ କରି ରଖାଯାଇଥିବା 420 ଲିଟର ଦେଶୀ ମଦ ଜବତପୂର୍ବକ ନଷ୍ଟ କରାଯାଇଥିଲା। ଉଭୟ ସ୍ଥାନରୁ ଚଢ଼ାଉ କରି ବେତନଟୀ ଅବକାରୀ ଥାନା ପକ୍ଷରୁ 2ଟି ପୃଥକ ମାମଲା ରୁଜୁ କରିଥିବା ବେଳେ ଉଭୟ ସ୍ଥାନରୁ ପ୍ଲାଷ୍ଟିକ୍ ଡ୍ରମ୍, ଆଲୁମିନିୟମ ଡେକ୍ଚି ସମେତ କାଠ ଜବତ କରାଯାଇଥିଲା। ବେତନଟୀ ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଉଦଳା ରେଞ୍ଜ ଇନ୍ସପେକ୍ଟରଙ୍କ ସମେତ ଉଦଳା, ଖୁଣ୍ଟା ଏବଂ ବାରିପଦା ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ୍, ବିଧାନସଭା ଗୃହରେ ମନ୍ତ୍ରୀ ଦେଲେ ସୂଚନା। ଶିମିଳିପାଳରେ ହେବ ହେଲିପ୍ୟାଡ୍, ଏନେଇ ଗୁରୁବାର ଦିନ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏନେଇ ସୂଚନା ଦେଇଛନ୍ତି। ଏନେଇ ଆବଶ୍ୟକ ଜମି ନିରୂପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ମହୋଦୟ କହିଛନ୍ତି। ତେବେ ଭୁବନେଶ୍ୱର ଗୋପାଳପୁର, ଭୁବନେଶ୍ୱର ଶିମିଳିପାଳକୁ ହେଲି ଟ୍ୟାକ୍ସି ସେବା ହେବ। ତେବେ ହେଲି ଟ୍ୟାକ୍ସି ସେବା ପାଇଁ ପବନ ହଂସ ଲିମିଟେଡ୍କୁ ମନୋନୀତ କରାଯାଇଛି ବୋଲି ମନ୍ତ୍ରୀ ଅପରାହ୍ନ 2ଟାରେ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ଜଟାପାଣି ଗାଁରେ ଭାଲୁ ମଣିଷ ମୁହାଁମୁହିଁ ଲଢ଼େଇ, ଯୁବକ ଆହତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧୀନ ଜଟାପାଣି ଗାଁରେ ସକାଳୁ ସକାଳୁ ଭାଲୁ ମଣିଷ ଲଢ଼େଇ ଘଟଣା ଖବର ଆସିଛି। ଗାଁ ପୋଖରୀ ହୁଡ଼ାକୁ ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ 36 ବର୍ଷୀୟ ପ୍ରଭାସ ବରାଳ ଏକ ଭାଲୁ ସହିତ ମୁହାଁମୁହିଁ ହୋଇଯାଇଥିଲେ। ତେବେ ଏହି ଘଟଣାରେ ପ୍ରଭାସ ଆହତ ହୋଇଥିବା ବେଳେ ଖବର ପାଇ ତାଙ୍କୁ ତାଙ୍କ ପରିବାର ଲୋକମାନେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରୀ ରିପୋର୍ଟ ଅନୁସାରେ ତାଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ଦିନ 12 ଘଟିକା ସମୟରେ ଏ ବାବଦରେ ସୂଚନା ମିଳିଛି। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଶିମିଳିପାଳ ବାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାରୀ କରିବାକୁ ପ୍ରବେଶ କରିଥିବା ଶିକାରୀମାନଙ୍କୁ ବନ ବିଭାଗ ଗିରଫ କରିଛି। 39 ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 9 ଦେଶୀ ବନ୍ଧୁକ, 20 ଧନୁତୁର, ବିପୁଳ ପରିମାଣର ବନ୍ଧୁକ ପାଉଡର ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅଧୀନ ଅମ୍ବିକାଦେଇପୁର, ମାହାଲି ସାହି, ଲୁକୁଇତା, ପାଟକାମଟଲା ଏବଂ କିତୁସାହି, ଖିଲାଡ଼ି, ଲଙ୍ଗାଡ଼ି ଗ୍ରାମର ଶିକାରୀ ବୋଲି ଚିହ୍ନଟ କରାଯାଇଥିବା ନେଇ ବାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ରାତି ସଶସ୍ତ୍ର ଶିକାରୀମାନେ ଏକ ଦଳ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିଲେ। ଜଙ୍ଗଲରେ ଏଆଇ କ୍ୟାମେରା ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ରିଅଲ୍ ଟାଇମ୍ ଆଲର୍ଟ ଯୋଗୁଁ ବନ ବିଭାଗ ମୁତୟନ ହୋଇଛନ୍ତି। ଶିମିଳିପାଳ ଦକ୍ଷିଣ କର୍ମଚାରୀଙ୍କ 24 ଘଣ୍ଟାର ଅପରେସନ ପରେ ସମସ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଜେନାବିଲ ପଶ୍ଚିମ ବଙ୍ଗଳା ରେଞ୍ଜର ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ପାଇଁ ମଧ୍ୟ ଶିକାରୀମାନଙ୍କ ମଧ୍ୟରେ ଥାନାରେ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ ଖବର, ବିଦେଶକୁ ଗଲା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଷ୍ଟ୍ରବେରୀ। ଜୟପୁର ଏବଂ ସୁକୁରୁଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଏବଂ ଦୁବାଇକୁ ପଠାଇଛି। ପ୍ରଥମ ପର୍ଯ୍ୟାୟରେ 1 କ୍ୱିଣ୍ଟାଲରୁ ଅଧିକ ଷ୍ଟ୍ରବେରୀ ପଠାଯାଇଛି। ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳରୁ ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି।
ପାଲାଡିୟମ୍ ନାମକ ଏକ ସଂସ୍ଥା ଜରିଆରେ ବିଦେଶକୁ ଗଲା ଷ୍ଟ୍ରବେରୀ। ଗତ 2 ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗ ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀମାନେ। ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା ଏବଂ ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ବିକ୍ରି କରୁଥିଲେ ଚାଷୀ। 250 ଗ୍ରାମ ଓଜନର ପ୍ୟାକେଟକୁ 100 ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। କରଞ୍ଜିଆ ଷ୍ଟ୍ରବେରୀ ବିଦେଶରେ ଅଧିକ ଚାହିଦା ରହିଲେ ଆଗକୁ ଅଧିକ ରପ୍ତାନି ହେବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 340 ପ୍ୟାକେଟ୍ ଷ୍ଟ୍ରବେରୀ ପଠାଯାଇଛି। ପ୍ରତ୍ୟେକ ପ୍ୟାକେଟରେ 250 ଗ୍ରାମ ଷ୍ଟ୍ରବେରୀ ରହିଛି। କରଞ୍ଜିଆ ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶରେ ରପ୍ତାନି ହେଉଥିବାରୁ ଚାଷୀ ମଧ୍ୟ ଖୁସି ଥିବା ଦେଖିବାକୁ ମିଳେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ଅଧୀନ ଚରେଇଗାଁ ଗ୍ରାମର ଅମିତ କୁମାର ଦାସ ବୟସ 17 ବର୍ଷ ସମାଜ ପରିବର୍ତ୍ତନ ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ନାରୀ ସୁରକ୍ଷିତ ହେଲେ ସମାଜ ସୁରକ୍ଷିତ ହେବାର ବାର୍ତ୍ତାକୁ ନେଇ ଗତ 5 ମାସ ହେବ ସେ ସାଇକେଲରେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରିସାରିଛନ୍ତି। ମରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜସ୍ଥାନର ଉଦୟପୁରର ମହାରାଜା ବଂଶଦୟାଲ ଲାକ୍ଷରାଜ ସିଂଙ୍କୁ ସାକ୍ଷାତ କରିବା ସହିତ ସେମାନଙ୍କ ନିକଟରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି। ଅମିତଙ୍କ ଏପରି କାର୍ଯ୍ୟ ପାଇଁ ରଶ୍ମି ମୋଟର୍ସ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପରବର୍ତ୍ତୀ ଖବର, 12,93,288 ଟଙ୍କା ସାଇବର ଠକାମି ଶିକାର ହୋଇଥିବା ସମ୍ପର୍କରେ ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲା ସାଇବର ଅର୍ଥନୈତିକ ଅପରାଧ ଥାନାରେ କପ୍ତିପଦା ଥାନା ଖପରାପାଳ ବେଲଡିହା ଗ୍ରାମର ହରିହର ବେହେରାଙ୍କ ଅଭିଯୋଗ କ୍ରମେ ଏକ ମାମଲା ବିଭିନ୍ନ ଦଫାରେ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗକାରୀ ଶ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ସାନ ଝିଅ ମମତାମୟୀ ବେହେରା ଗତ 15 ବର୍ଷ ହେଲା କଲକତାରେ ରହି ଆସୁଥିଲେ। ଗତ ଡିସେମ୍ବର 7 ତାରିଖରେ ଫୋନ୍ ଯୋଗେ ତାଙ୍କ ଝିଅ ଡିସେମ୍ବର 20ରୁ 24 ତାରିଖ ମଧ୍ୟରେ ଗାଁକୁ ଫେରି ଆସିବେ ବୋଲି ଖବର ଦେଇଥିଲେ, କିନ୍ତୁ ଡିସେମ୍ବର 9 ତାରିଖରେ ତାଙ୍କ ଝିଅ ମୋବାଇଲ ଫୋନ୍ରୁ କେହି ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ତାଙ୍କ ଝିଅ ଅସୁସ୍ଥ ଥିବା ସହିତ ଡାକ୍ତରଖାନାରେ ନେଉଥିବାର ଦର୍ଶାଇଥିବାର କିଛି ସମୟ ପରେ ମୃତ୍ୟୁ ହୋଇଥିବା ମଧ୍ୟ ଫୋନ୍ ଯୋଗେ ସୂଚନା ଦେଇଥିଲେ। ଅଭିଯୋଗକାରୀଙ୍କ ପରାମର୍ଶ କ୍ରମେ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ତାଙ୍କ ଝିଅଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା ଏବଂ ସେଠାରେ ଅନ୍ତିମ ସଂସ୍କାର ଅଭିଯୋଗକାରୀ ପିତାଙ୍କ ଦ୍ୱାରା କରାଯାଇଥିଲା ଏବଂ କୋଲକାତାରୁ ସାଥିରେ ଆସିଥିବା ବ୍ୟକ୍ତି ଜଣକ ଆକାଶ ମଣ୍ଡଳ ଏବଂ ସେ ଝିଅ ରହୁଥିବା ଘର ମାଲିକଙ୍କ ଘରେ ଭଡ଼ାରେ ରହୁଥିଲେ, କିନ୍ତୁ ଝିଅଙ୍କର ଫୋନ୍ ମାଗିବାରୁ ସେ ବ୍ୟକ୍ତି ଜଣକ ଫୋନ୍ କୋଲକାତାରେ ଛାଡ଼ି ଆସିଥିବାର କହିଥିଲେ। ଶୁଦ୍ଧିକ୍ରିୟା ସାରି ପ୍ରାୟ ମାସକ ପରେ କଲିକତାକୁ ଯାଇ ଉକ୍ତ ବ୍ୟକ୍ତିଙ୍କ ସହଯୋଗରେ ମୃତ୍ୟୁ ପ୍ରମାଣପତ୍ର ସହିତ ସମସ୍ତ ଆସବାବପତ୍ର ନେଇ ଆସିଥିଲେ ମଧ୍ୟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାସବୁକ୍ ମିଳିନଥିଲା। କିଛିଦିନ ପରେ ଝିଅଙ୍କ ନାମରେ କପ୍ତିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ଥିବା ଆକାଉଣ୍ଟକୁ ତନଖି କରିବାର ମୃତ୍ୟୁ 2 ଦିନ ପରେ ଅର୍ଥାତ୍ ଡିସେମ୍ବର 11 ତାରିଖ 50,000 ଟଙ୍କା ଏବଂ ଦିନକ ପରେ ଅର୍ଥାତ୍ ଡିସେମ୍ବର 12 ତାରିଖ 3 ଥର ମୋଟ 5,55,000 ଟଙ୍କା ଝିଅର ଆକାଉଣ୍ଟରୁ ଉକ୍ତ ବ୍ୟକ୍ତି ଆକାଶ ମଣ୍ଡଳ ଏବଂ ଆକାଶ ଗ୍ରୋସରୀ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଥିଲା। ଏହାପରେ ପୁଣି ଡିସେମ୍ବର 13 ତାରିଖରେ 5 ଲକ୍ଷ ଏବଂ ଡିସେମ୍ବର 14 ତାରିଖରେ 1,78,228 ଟଙ୍କା ଉକ୍ତ ଆକାଉଣ୍ଟରୁ ମଣ୍ଡଳ ଆକାଉଣ୍ଟକୁ ଯାଇଥିବାର ଜଣାପଡ଼ିଥିଲା। ଏହିପରି ଭାବେ ଉକ୍ତ ବ୍ୟକ୍ତି ଆକାଶ ମଣ୍ଡଳଙ୍କ ଦ୍ୱାରା ତାଙ୍କ ଝିଅର ମୋବାଇଲ ଫୋନ୍କୁ ବ୍ୟବହାର କରାଯାଇ ଝିଅର ଆକାଉଣ୍ଟରୁ ସମସ୍ତ ଟଙ୍କା ଅନଲାଇନରେ ଠକାମି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ଖବର, ବିଷୟୀ ଅନ୍ତର୍ଗତ ହାସାବାଡ଼ା ଛକ ନିକଟରେ ରାସ୍ତା କଡ଼ରେ ଥିବା ଅର୍ଦ୍ଧଦଗ୍ଧ ଗଛ ପଡ଼ି ବାଇକ ଆରୋହୀଙ୍କ ମୃତ୍ୟୁ ହେବା ଭଳି ଘଟଣା ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ ଝାରପୋଖରିଆ ଥାନା ଅଞ୍ଚଳ ଶଙ୍ଖାଭଙ୍ଗା ପଞ୍ଚାୟତର ତିଲଉ ଗ୍ରାମର ଦୁବାଲ ମୁର୍ମୁଙ୍କ ପୁଅ ଦିନା ମୁର୍ମୁ ବୟସ 45 ବର୍ଷଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବିଷୟୀ ଥାନା ଅଞ୍ଚଳ ଖଡ଼ମ୍ବେଡ଼ା ପଞ୍ଚାୟତ ହାତୀଛଡ଼ ଗ୍ରାମର କାରୁ ହେମ୍ରମଙ୍କ ପୁଅ ବାସୁ ହେମ୍ରମ ଆହତ ହୋଇଛନ୍ତି। ଏକ ବାଇକ୍ ଅଡି 11C 4917 ଯୋଗେ ଖଡ଼ମ୍ବେଡ଼ା ପଞ୍ଚାୟତ କାର୍ଯ୍ୟାଳୟରୁ ହାତୀଛାଡ଼ ଯାଉଥିବା ସମୟରେ ହାସାବାଡ଼ା ଛକ ନିକଟରେ ରାସ୍ତା କଡ଼ରେ ଥିବା ଏକ ଅଧାପଡ଼ା ଶାଳ ଗଛଟି ବାଇକ୍ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା। ଗ୍ରାମବାସୀମାନେ ଦୁହିଁଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପରେ ଦୁହିଁଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଦିନା ମୁର୍ମୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ବାସୁ ହେମ୍ରମଙ୍କୁ ବାରିପଦାସ୍ଥିତ ପିଆରଏମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଥାନା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍ଆଇ କାହ୍ନୁଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ପରବର୍ତ୍ତୀ ଖବର, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡ଼ିଆବେଡ଼ା ସ୍ଥିତ ଫୁଲମତୀ ହେମ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଶାରୀରିକ ସମ୍ପର୍କ ପାଇଁ ନିବେଦନ କରିଥିବା ଏବଂ ସ୍ୱପ୍ନ ଆଳରେ ପ୍ରେମ ନିବେଦନ କରିଥିବା ଏବଂ ଭିଡ଼ିଓ ପ୍ରଘଟ ହେବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 17 ତାରିଖରେ ସମ୍ପୃକ୍ତ
ବାଳିକାଙ୍କ ପିତା ଥାନାରେ ଏତଲା ଦାୟର କରିବା ପରେ ଏକ ମକଦ୍ଦମା ରୁଜୁ କରାଯାଇଛି। ପୁଲିସ ନାବାଳିକାକୁ CWCରେ ଉପସ୍ଥାପିତ କରି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଜମାନବନ୍ଦୀ ରେକର୍ଡ କରାଯାଇଛି। ତେବେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଛି। ପୁନର୍ବାର ନୋଟିସ ଜାରି ହେବ ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି। ଏଣେ କୌଣସି କାରଣରୁ ଘଟଣା ଥମି ଯିବାରୁ ଅଡ଼ିଓ ପ୍ରଘଟ ହୋଇଚାଲିଛି। ଅଧ୍ୟାପକଙ୍କ ଆପତ୍ତିଜନକ ବାର୍ତ୍ତାଳାପର ଅଡ଼ିଓକୁ ନେଇ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କିଛି ମାସ ପୂର୍ବରୁ କଣିଜାସ୍ଥିତ ଯୁକ୍ତ 3 ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କ ନାମରେ ଜୈନିକ ଛାତ୍ରୀ ଅଭିଯୋଗ କରିଥିଲେ ମଧ୍ୟ ଘଟଣାକୁ ଚାପି ଦିଆଯାଇଥିଲା ବୋଲି ଏବେ ବି ସାଧାରଣରେ ଚର୍ଚ୍ଚା ହୋଇଚାଲିଛି। ପରବର୍ତ୍ତୀ ଖବର, ବିବାହ ବନ୍ଧନରେ ଶକ୍ତି ଯେ କେତେ ପ୍ରଭାବଶାଳୀ ତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଉଦଳାଶ୍ୱର 9 ନମ୍ବର ୱାର୍ଡରେ ଦିନକରେ ବିବାହ 1 ବର୍ଷ ନ ପୂରୁଣୁ ବିବାହ ବିଚ୍ଛେଦ ପ୍ରସଙ୍ଗ ସାଧାରଣରେ ହୋଇପଡ଼ିଛି। ମାତ୍ର 85 ବର୍ଷ ବୈବାହିକ ବନ୍ଧନ ଯେ କେତେ ଶକ୍ତିଶାଳୀ ଈଶ୍ୱରୀୟ ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଗତ 13 ତାରିଖରେ ଉଦଳାଶ୍ୱରରେ ସର୍ବପୁରାତନ ମେଣ୍ଢାଖାଇ 9 ନମ୍ବର ୱାର୍ଡର ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ 96 ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ତାଙ୍କ ସହଧର୍ମିଣୀ ଆଶାମଣୀ ମହାନ୍ତି 86 ବର୍ଷ ଅସୁସ୍ଥ ଥିଲେ ହେଁ ସ୍ୱାଭାବିକ ଥିଲେ। ମାତ୍ର ଗୋଟିଏ ଦିନ ନ ପୂରୁଣୁ ଆଶାମଣୀଙ୍କ ମଧ୍ୟ ପରଲୋକ ହୋଇଯାଇଛି। ଏହି ଦୁଇ ବରିଷ୍ଠ ଯୋଡ଼ିଙ୍କର ଏଭଳି ପରଲୋକ ସ୍ଥାନୀୟ ଅଞ୍ଚଳରେ 75 ବର୍ଷର ବୈବାହିକ ବନ୍ଧନର ଏକ ନିବିଡ଼ ବୋଲି କହିଯାଇଥିଲେ। ଉଦଳାର ଜଣାଶୁଣା ଫଟୋଗ୍ରାଫର ଅଶିଷ ମହାନ୍ତି ମା ବାପା ଅଟନ୍ତି। 3 ଝିଅ 3 ପୁଅ ବୋହୂ ଜ୍ୱାଇଁ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।